ଆଜି ଆମେ ଆଲୋଚନା କରିବା ନୌବାଣିଜ୍ୟ ପୂଜା ପାର୍ବଣ ବିଷୟରେ। ଅର୍ଥାତ୍ ଯେଉଁମାନେ ନୌକା ନେଇ ବାହାର ଦେଶକୁ ବାଣିଜ୍ୟ ବ୍ୟବସାୟ କରିବା ପାଇଁ ଯାଉଥିଲେ, ସେମାନେ ଯେଉଁ ପର୍ବପର୍ବାଣି ସବୁ ପାଳନ କରୁଥିଲେ, ସେ ବିଷୟରେ ଆମେମାନେ ଆଜି ଜାଣିବା। ଭାରତର ଲୋକମାନଙ୍କ ଜୀବନଶୈଳୀରେ ଧର୍ମର ବିଭିନ୍ନତା ବ୍ୟତିରେକ ପୂଜା ପାର୍ବଣ ଗୁଡ଼ିକ ଏକ ଗୁରୁ ଦାୟିତ୍ୱ ବହନ କରିଥାଏ। ପୂଜା ପାର୍ବଣ ଦିନମାନଙ୍କରେ ଘରର ସ୍ତ୍ରୀ ଲୋକମାନେ ବିଶେଷ ଭାବରେ କାର୍ଯ୍ୟତତ୍ପର ହୋଇପଡ଼ନ୍ତି। ଅତୀତରେ ମହାସାଗରିକ ଯାତ୍ରା ପୂର୍ବରୁ ଅର୍ଥାତ୍ ବାଣିଜ୍ୟ କରିବାକୁ ଯିବା ପୂର୍ବରୁ ଯାତ୍ରା ନିମନ୍ତେ ଥିବା ଜାହାଜ ଗୁଡ଼ିକୁ ପ୍ରତିଷ୍ଠା କରିବା ଅର୍ଥାତ୍ ତାକୁ ପୂଜା ଅର୍ଚ୍ଚନା କରିବା, ମୁଖ୍ୟ ଜଳ ଦେବତାମାନଙ୍କୁ ପୂଜା କରିବା, ଆଉ ଜଳ ଦେବତାଙ୍କୁ ମଧ୍ୟ ପୂଜା ଅର୍ଚ୍ଚନା କରାଯାଏ। କ'ଣ ପାଇଁ? ନା ସୁରକ୍ଷିତ ଜଳଯାତ୍ରା ଆଦି କାର୍ଯ୍ୟ ପାଇଁ, ମାନେ ଭଲରେ ଯାଇ ବିଦେଶରୁ ପୁଣି ଭଲରେ ଫେରି ଆସିବା ପାଇଁ ଏହି ପୂଜା ଅର୍ଚ୍ଚନା କରାଯାଇଥାଏ। ଏହାର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ଏଇଆ, ସୁରକ୍ଷିତ ଭାବରେ ଏମାନେ ରାସ୍ତାରେ କୌଣସି ପ୍ରକାର ଅସୁବିଧା ସୃଷ୍ଟି ନ ହେଉ, ସେଥିପାଇଁ ସେମାନେ ଜଳଦେବତା ଅର୍ଥାତ୍ ତା ସହିତ ଯେଉଁ ନାବିକ ମାନେ ମଧ୍ୟ ପୂଜା କରିଥାନ୍ତି। ବ୍ୟାପକ ପୂଜା ପାର୍ବଣ ଅନୁସରଣ କରାଯାଉଥିଲା। ବର୍ତ୍ତମାନ ନୌକା ନିର୍ମାଣକାରୀ ଓ ନାବିକମାନେ ଏହି ପୂଜା ପାର୍ବଣ ଗୁଡ଼ିକ ବିଭିନ୍ନ ରୂପରେ ଅନୁସରଣ କରୁଥିବାର ଦେଖିବାକୁ ମିଳୁଛି। ନୌକା ଓ ଜାହାଜ ଗୁଡ଼ିକ ବ୍ୟବହାର ପୂର୍ବରୁ ପ୍ରତିଷ୍ଠା କରିବା ଶିଳ୍ପଶାସ୍ତ୍ରର ନୌକା ତିଆରି ବିଷୟରେ ବର୍ଣ୍ଣନା କରାଯାଇଛି। ଦେଶର ଉପକୂଳ ଅଞ୍ଚଳ ଗୁଡ଼ିକ ଏବଂ ଆଭ୍ୟନ୍ତରୀଣ ଜଳରାଶିମାନଙ୍କରେ ଏହି ପୂଜା ପାର୍ବଣ ଗୁଡ଼ିକ ଆଞ୍ଚଳିକ ବିଭିନ୍ନତା ମଧ୍ୟରେ ଦେଖିବାକୁ ମିଳୁଛି। ସମୟାନୁକ୍ରମେ ଏହି ପୂଜା ଗୁଡ଼ିକ ପରମ୍ପରାରେ ପରିଣତ ହୋଇଯାଇଛି ଏବଂ ସେହି ଅଞ୍ଚଳର ଗୁରୁକୁଳ ଓ ପର୍ବପର୍ବାଣି ରୂପରେ ଦେଖିବାକୁ ମିଳେ। ଓଡ଼ିଶାରେ ଆମର ବିଭିନ୍ନ ପ୍ରକାର ପ୍ରଚଳିତ ଜାତିଭିତ୍ତିକ ପର୍ବପର୍ବାଣି ଗୁଡ଼ିକ ଓଡ଼ିଆମାନଙ୍କର ଅତୀତ ସାମୁଦ୍ରିକ ଜଳଯାତ୍ରାର ଐତିହ୍ୟ ବହନ କରୁଛି। ଏହି ଗ୍ୟାଲେରୀରେ ଓଡ଼ିଶାରେ ପ୍ରଚଳିତ ପର୍ବପର୍ବାଣିରେ ଅନୁଷ୍ଠିତ ପୂଜା ପଦ୍ଧତି ଗୁଡ଼ିକ ଫଟୋଚିତ୍ର ଦୃଷ୍ଟାନ୍ତ, ଆଲୋକରେ ସଜ୍ଜିତ ଚିତ୍ର ଏବଂ ପୂଜା ପାର୍ବଣମାନଙ୍କରେ ବ୍ୟବହୃତ ଦ୍ରବ୍ୟ ମଧ୍ୟରେ ଦର୍ଶନ କରାଯାଇଛି। ଏହି ଭିଡ଼ିଓ ମାଧ୍ୟମରେ ଆପଣମାନଙ୍କୁ ଅନୁରୋଧ, ଯେଉଁମାନେ ଭିଡ଼ିଓକୁ ଦେଖୁଛନ୍ତି ସେମାନେ ତାଙ୍କର ପିଲାମାନଙ୍କୁ ସାଙ୍ଗରେ ଛୁଟି ଦିନମାନଙ୍କରେ ନେଇକି ଆସନ୍ତୁ। ଏହି ନୌବାଣିଜ୍ୟ ସଂଗ୍ରହାଳୟରେ ଥିବା ଯେଉଁ ନୌବାଣିଜ୍ୟର କଳାକୃତି ବା ପର୍ବପର୍ବାଣି ବିଷୟରେ ତାଙ୍କୁ ଜଣାନ୍ତୁ। ସେଥିରେ ସେମାନେ ଜାଣି ଆନନ୍ଦିତ ହେବେ। ତା ସହିତ ନିଜର ଜ୍ଞାନ ବଢ଼ିବା ସହିତ ଓଡ଼ିଶାର ମଧ୍ୟ ଗୌରବ ବୃଦ୍ଧି ହେବ। ସେମାନେ ଆମର ଭବିଷ୍ୟତ, ତେଣୁ ଆପଣଙ୍କର ପିଲାମାନଙ୍କୁ ଏ ବିଷୟରେ ଅବଗତ କରାଇବା ନିହାତି ଆବଶ୍ୟକ। ରହିଲି।